ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ମୋର ରିକ୍ୱେଷ୍ଟ, ଆଜିର ଭିଡ଼ିଓ ମଧ୍ୟ ଆପଣଙ୍କ ନିମନ୍ତେ ଏବଂ ମୋ ନିମନ୍ତେ ଏବଂ ବର୍ତ୍ତମାନ ଯେଉଁଭଳି ସିଚୁଏସନ୍ ଚାଲିଛି, ପରିସ୍ଥିତି ବର୍ତ୍ତମାନ ଯେମିତି ଅଛି, ସେଥି ନିମନ୍ତେ ଆଜିର ଭିଡ଼ିଓ ନିହାତି ଜରୁରୀ। ଆଉ ମୋର ବିନମ୍ର ଅନୁରୋଧ, ଦୟାକରି ଏ ଭିଡ଼ିଓକୁ ମୋର ଭାଇ ଭଉଣୀ, ମା' ମାନେ, ବାପା ମାନେ ସମସ୍ତେ ଏ ଭିଡ଼ିଓକୁ ଦୟାକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାରଣ ଆଜି ମୁଁ ଆପଣଙ୍କ ନିମନ୍ତେ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର ମୁଁ ନେଇକି ଆସିଛି। ଆଉ ଏ ଖବରକୁ ହୁଏତ ମୋତେ ବହୁତ ଆଗରୁ ଜଣାଇବାର ଥିଲା, କିନ୍ତୁ ମୁଁ କ'ଣ କରିବି? ଏହି ଖବର ବର୍ତ୍ତମାନ ଆସିକି ପହଞ୍ଚିଲା ମୋ ପାଖରେ। ଆଉ ସେଥି ନିମନ୍ତେ ମୁଁ ଭାବିଲି ଆଉ ବିଳମ୍ବ ନ କରିକି ଯଥାଶୀଘ୍ର ଆପଣଙ୍କୁ ଏହି ଖବରଟି ଜଣାଇଦେଲେ ବହୁତ ଭଲ ହୁଅନ୍ତା। ଆଉ ସେଥି ନିମନ୍ତେ ଆପଣମାନେ ଦୟାକରି ଭିଡ଼ିଓକୁ ଦେଖନ୍ତୁ। ଆଉ ପ୍ଲିଜ୍ ଦୟାକରି ଏହି ବାର୍ତ୍ତାକୁ ଆଜି ମୁଁ ଯାହା କିଛି କହିବା ପାଇଁ ଯାଉଅଛି ତାଙ୍କୁ ଅନେକଙ୍କ ନିକଟରେ ପହଞ୍ଚାନ୍ତୁ। ଅନେକଙ୍କ ନିକଟରେ ପହଞ୍ଚାନ୍ତୁ ଏହି ଖବରକୁ। ଆଉ ସେମାନେ କୁହନ୍ତୁ, ସେମାନେ ମଧ୍ୟ ଏହି ଖବରକୁ ବି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବେ। ହୁଏତ ଆପଣ ଏହି ଭିଡ଼ିଓକୁ ସେୟାର କରନ୍ତୁ, ନହେଲେ ମୁଁ ଯାହା କିଛି କହିବି ଆପଣ ସେସବୁ ମନେ ରଖିକି ଫୋନ୍ ମାଧ୍ୟମରେ ବି ଫୋନ୍ କରିକି ଆପଣ ଜଣାଇ ପାରିବେ। ଆଉ ପ୍ରିୟ ବନ୍ଧୁଗଣ, ଆଉ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଡିସ୍କସନ୍ ଆମେ କରିବା ଆଜିର ଭିଡ଼ିଓରେ। ବେଶୀ ସମୟ ନେବି ନାହିଁ, ଅଳ୍ପ ସମୟ ମଧ୍ୟରେ ଏ ଭିଡ଼ିଓକୁ ମୁଁ ପରିସମାପ୍ତି କରିବି। ଆପଣ ତ ଜାଣିଥିବେ ବର୍ତ୍ତମାନ ତପି ମିଶ୍ର ବିବାଦ ଏ ପର୍ଯ୍ୟନ୍ତ ମଧ୍ୟ ସରିନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଅନେକ ପ୍ରଭୁଙ୍କର ଦାସମାନେ ଆଉ ସେମାନେ ମୋର ଗୁରୁ ସଦୃଶ ସେମାନେ ଅଟନ୍ତି। ସେମାନେ ମୋତେ ଗୋଟେ ସଜେସନ୍ ଦେଲେ। ଆଉ ସେମାନେ ମୋତେ ଗୋଟେ ଅନୁରୋଧ କଲେ, ଗୋଟେ ସଜେସନ୍ ଦେଲେ, ମାନେ ଗୋଟେ ଉପଦେଶ ଦେଲେ ଯେ ଦୟାକରି ଆପଣ ଆଉ ତପି ମିଶ୍ର ବିଷୟରେ ଆଉ ଭିଡ଼ିଓ ଆପଣ ବନାନ୍ତୁ ନାହିଁ। ତେବେ ମୁଁ କହିଲି କ'ଣ କ'ଣ ସବୁ ଅଛି, ତେଣୁ ସେ ସମସ୍ତ ବିଷୟ ଆମେ ଆଲୋଚନା କରିବା। ତେବେ ପ୍ରିୟ ବନ୍ଧୁଗଣ, ମୁଁ କହିବା ପାଇଁ ଚାହେଁ, ମୁଁ ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ରେ ମୁଁ ଅଛି ଆଡ଼୍ ହେଇକି। ସେ ଗ୍ରୁପ୍ରେ ଗୋଟେ ମେସେଜ୍ ଆସିଲା। ସେ ମେସେଜ୍କୁ ପଢ଼ିଲା ପରେ ମୋତେ ଲାଗିଲା ଏମିତି କରିବାଟା ଉଚିତ ହେବ, ଠିକ୍ ହେବ। ସେ ମେସେଜ୍ ଏପରି ଥିଲା, ଆଜ୍ଞାମାନେ RSSର ମୂଳ ଲକ୍ଷ୍ୟ ପାଳକ, ଫାଦର, ବିଶପ୍ ଏବଂ ଯେତେ ପ୍ରଭୁଙ୍କର ବାକ୍ୟ ପ୍ରଚାର ଓ ପ୍ରସାର ନିମନ୍ତେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଟାର୍ଗେଟ୍ କରିବା। ଏହି ତପି ମିଶ୍ର ହେଉଛନ୍ତି ଗୋଟିଏ ଛୋଟ ମାଛ। ତାଙ୍କୁ ବ୍ୟବହାର କରି ଓଡ଼ିଶାର ବଡ଼ ବଡ଼ ମାଛମାନଙ୍କୁ ଏକାଠି କରି ଧର୍ମ ନାମରେ ରାଜନୀତି କରି ଅନେକ ବର୍ଷ ଶାସନ କରିବା ତାଙ୍କର ଲକ୍ଷ୍ୟ। ତେଣୁ ଆମେ ସମସ୍ତେ ଏକାଠି ହେବା ଏବଂ ନିରନ୍ତର ପ୍ରାର୍ଥନା କରିବା ମଧ୍ୟ ଏହି ତପି ମିଶ୍ରଙ୍କ ପରି ଲୋକମାନଙ୍କୁ ପ୍ରମୋଟ୍ ନ କରୁ, ତାଙ୍କର ୟୁଟ୍ୟୁବ୍ ନ ଦେଖୁ, କୌଣସି ଗ୍ରୁପ୍ରେ ସେୟାର ନ କରୁ। ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ମେସେଜ୍ ଏବଂ ଏଇଟା ହେଉଛି 100% ସତ କଥା ଅଟେ, ସତ୍ୟ ବିଷୟ ଅଟେ, ଯେଉଁଟାକି ହୁଏତ ସେମାନେ ଭାବୁଥିଲେ ଏମାନେ ଜାଣିପାରିବେ ନାହିଁ। କିନ୍ତୁ ଆପଣ କୁହନ୍ତୁ, ସତ କେବେ ଲୁଚି ରହେ କି? ସତ ଏମିତି ଜିନିଷ, ତା କେବେ ମଧ୍ୟ ଲୁଚି ରହେ ନାହିଁ। ହଁ ପ୍ରିୟ ବନ୍ଧୁଗଣ, ତେବେ RSS ମାନେ ଏମିତି ଗୋଟେ ଷଡ଼ଯନ୍ତ୍ର କରିଛନ୍ତି ଏବଂ ତପି ମିଶ୍ରକୁ ବ୍ୟବହାର କରୁଛନ୍ତି। ଏବଂ ସେ ଭାଇ ଜଣକ ଯେଉଁ କହିଛନ୍ତି ତପି ମିଶ୍ର ହେଉଛନ୍ତି ଗୋଟେ ଛୋଟ ମାଛ, ଆକ୍ଚୁଆଲି ଠିକ୍ କଥା। ତପି ମିଶ୍ର ତ କିଛି ନୁହେଁ, କିନ୍ତୁ ତପି ମିଶ୍ର ପଛରେ ଆଉ ଗୋଟେ ଶକ୍ତି ରହିଅଛି, ଯେଉଁଟାକି RSS। ନହେଲେ ଏତେ ସବୁ ଭିଡ଼ିଓ ରିପ୍ଲେ ଦେଲା ପରେ
এইଭଳି ସବୁ ଭିଡ଼ିଓ ଗୁଡ଼ିକ ପୁଣି ବାରମ୍ବାର କାହିଁକି ଆସୁଛି? ତେବେ ପ୍ରିୟ ବନ୍ଧୁଗଣ, ମୁଁ ମଧ୍ୟ ଆଜିଠାରୁ ତପି ମିଶ୍ର ବିଷୟରେ କୌଣସି ଭିଡ଼ିଓ ମୁଁ ବନେଇବି ନାହିଁ। ଆଉ ମୁଁ ଭିଡ଼ିଓ ବନେଇବି ବିଶେଷ କରି ଆମର ଖ୍ରୀଷ୍ଟୀୟ ସାକ୍ଷ୍ୟ ଗୁଡ଼ିକ ବିଷୟରେ ଭିଡ଼ିଓ ବନେଇବି। ମାନେ ପରମେଶ୍ୱର ଲୋକମାନଙ୍କ ମଧ୍ୟରେ କିଭଳି ଅଦ୍ଭୁତ କାର୍ଯ୍ୟ କରନ୍ତି ଆଉ ସେମାନେ କାହିଁକି ଯୀଶୁଙ୍କୁ ଜାଣନ୍ତି ସେ ବିଷୟ ଗୁଡ଼ିକ ରହିବ। ବାଇବେଲ ବିଷୟର ଟିଚିଂ ଗୁଡ଼ିକ ରହିବ। ତା ସହିତ ଆମର ଖ୍ରୀଷ୍ଟିଆନ ରିଲେଟେଡ୍ ନ୍ୟୁଜ୍ ଗୁଡ଼ିକ ରହିବ। ଏ ସମସ୍ତ ବିଷୟ ରହିବ। କିନ୍ତୁ ଅନେକ ମୋତେ ସଜେସନ୍ କଲେ, ଅନେକ ଉପଦେଶ ଦେଲେ, ଅନେକ ଭାଇମାନେ, ଅନେକ ଗୁରୁମାନେ ମୋର, ଆଉ ସେମାନେ କହିଲେ ତୁମେ ଆଉ ଭିଡ଼ିଓ ବନାଅ ନାହିଁ ଦୟାକରି। ତେଣୁ ଯେହେତୁ ସେମାନେ ମୋର ଗୁରୁ, ତାଙ୍କର କଥା ମଧ୍ୟ ମୁଁ ମାନିବି ନିଶ୍ଚିନ୍ତ ଭାବରେ। ଆଉ ଏଇଟା ଡରିକି ନୁହେଁ। ହୁଏତ ତପି ମିଶ୍ର ଭାବୁଥିବ ଇଏ ଡରିଗଲା, ଭିଡ଼ିଓ ବନ୍ଦ କରିଦେଲା, ସେମିତି ନୁହେଁ। ଯଦି ମୁଁ ଡରିଥାନ୍ତି ତେବେ ଯେଉଁଦିନ ସେ ଲାଇଭ୍ ଆସିଥିଲା ମୋର ଚ୍ୟାନେଲକୁ ନେଇକି ମୋତେ ଧମକ ଦେଇଥିଲା, ଆଉ ମୁଁ ସେଇଦିନ ହିଁ ଭିଡ଼ିଓ ବନାଇବା ଛାଡ଼ି ଦେଇଥାନ୍ତି। ଆପଣ ଜାଣିଥିବେ ତପି ମିଶ୍ର କହିଥିଲା ଯୀଶୁ ମୋ ସ୍ୱପ୍ନରେ ଆସିଲେ, ଆଉ ସେଇଠି ମୋ ଚ୍ୟାନେଲର ନାଁ ଧରିଥିଲା। ମୁଁ ତ ସେଇଠି ଭିଡ଼ିଓ ବନାଇବା ଛାଡ଼ି ଦେଇଥାନ୍ତି। ଏଇଟା ଡରିକି ନୁହେଁ। କିନ୍ତୁ ଯେହେତୁ ମୋର ଗୁରୁମାନେ ମୋତେ ଉପଦେଶ ଦେଇଛନ୍ତି ଭିଡ଼ିଓ ଆଉ ତିଆରି କରନି, ତା ସହିତ ଆଉ ଲାଗ ନାହିଁ, ତେବେ ଠିକ୍ ଅଛି, ଆଉ ତା ସହିତ ଲାଗିବେ ନାହିଁ, ଭିଡ଼ିଓ ତିଆରି କରିବା ନାହିଁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ମୁଁ ତପି ମିଶ୍ରକୁ ଡରିଗଲି, ଡରିକି ଭିଡ଼ିଓ କରିବା ବନ୍ଦ କରିଦେଉଛି, ସେମିତି ନୁହେଁ। ତେବେ ପ୍ରିୟ ବନ୍ଧୁଗଣ, ଚାଲନ୍ତୁ ଆମେ ଆଲୋଚନା କରିବା ଏଇ ଯେଉଁ ମେସେଜଟା ଆସିଲା ହ୍ୱାଟ୍ସଆପ୍ରେ, କେତୋଟି ବିଷୟ ଅଛି ଆମକୁ କରିବାକୁ ପଡ଼ିବ। ହଁ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଟାଇମ୍ ଆସିଛି, ସମୟ ଆସିଛି। ଆମେ କ'ଣ କରିବା? ପ୍ରଥମ ବିଷୟ ସେ କହୁଛନ୍ତି ଆମେ ସମସ୍ତେ ଏକାଠି ହେବା। ବାସ୍ତବିକରେ ପ୍ରିୟ ବନ୍ଧୁଗଣ, ସତ କଥା, ଆମେ ଏକାଠି ହେବା। କାରଣ ଆପଣ ଜାଣିଥିବେ ଆଜିକାଲି ଅନେକ ମଣ୍ଡଳୀ ଅଛି, ଯେଉଁ ମଣ୍ଡଳୀଗୁଡ଼ିକ 2 ଭାଗ ହୋଇଯାଇଛନ୍ତି, କେଉଁ ମଣ୍ଡଳୀ 3 ଭାଗ ହୋଇଛନ୍ତି। ମାନେ ପୂର୍ବରୁ ସେ ମଣ୍ଡଳୀ ଗୁଡ଼ିକ ଏକାଠି ମିଶିକି ଉପାସନା କରୁଥିଲେ, କିନ୍ତୁ ଶୟତାନ ମଣ୍ଡଳୀ ଭିତରେ ପଶିକି ଏମିତି ବିଭାଜନ କରିଦେଇଛି, ଗୋଟିଏ ମଣ୍ଡଳୀ ଭାଗ ହୋଇକି 3ଟା ହୋଇଯାଇଛି, 2ଟା ହୋଇଯାଇଛି, କେଉଁଠି 4ଟା ହୋଇଯାଇଛି। ତ ପ୍ରିୟ ବନ୍ଧୁଗଣ, এই ଭିଡ଼ିଓକୁ ନିଶ୍ଚିନ୍ତ ସେୟାର କରନ୍ତୁ, କାରଣ ଅତି ସିରିୟସ୍ ବିଷୟ ମୁଁ ଆଲୋଚନା କରୁଛି ଆଜିର ଭିଡ଼ିଓରେ, ଯେଉଁଟା ମୋର ପୂର୍ବରୁ କରିବାର ଥିଲା। କାରଣ ଏ ଖବର ମୋ ପାଖକୁ ଏବେ ପହଞ୍ଚିଲା, ସେଥିରେ ମୋତେ ମୁଁ ଭିଡ଼ିଓ ତିଆରି କଲି ଯଥାଶୀଘ୍ର। ସେଥିପାଇଁ ମୋର ଅନୁରୋଧ, ବିଶେଷ ଅନୁରୋଧ, ପ୍ରିୟ ଭାଇ ଏବଂ ଭଉଣୀମାନେ, ଯଦି କୌଣସି ଜାଗାରେ କୌଣସି ମଣ୍ଡଳୀ ବିଭାଜନ ହୋଇଛି, ଦୟାକରି ମୁଁ ସେମାନଙ୍କୁ ବିନମ୍ର ଅନୁରୋଧ କରୁଅଛି ମୁଁ ପ୍ରଭୁ ଯୀଶୁଙ୍କ ନାମରେ, ଦୟାକରି ଆପଣମାନେ ପୁଣି ମିଶନ୍ତୁ, ପୁଣି ଏକାଠି ହୁଅନ୍ତୁ। ଆଉ ମଣ୍ଡଳୀ ଭିତରେ ଯେଉଁ ରାଜନୀତି ଚାଲିଛି ତାକୁ ରାଜନୀତିକୁ ବନ୍ଦ କରନ୍ତୁ। ତା ସହିତ ଭେଦଭାବ ଦୂର କରନ୍ତୁ। ଯଦି ଏତିକି କରିପାରିବେ ତେବେ ମଣ୍ଡଳୀ ପୁଣି ଥରେ ମିଶିଯିବ। ମଣ୍ଡଳୀ ଗୁଡ଼ିକ ମିଶନ୍ତୁ, ଏକତା ଭିତରେ ରୁହନ୍ତୁ। ତାପରେ ଗୋଟେ ମଣ୍ଡଳୀ ଆଉ ଗୋଟେ ମଣ୍ଡଳୀ ସହିତ ଲିଙ୍କ ରଖନ୍ତୁ, ସାମାଜିକ ସମ୍ପର୍କ। ଆଉ ଆପଣ ମିଶନ୍ତୁ ସେମାନଙ୍କ ସହିତ, ଆଉ ତୁମ ସମ୍ପର୍କ ରଖନ୍ତୁ। ଯେମିତି ଛୋଟବେଳେ ପ୍ରିୟ ବନ୍ଧୁଗଣ, ମୁଁ ଗୋଟେ ଗପ ଶୁଣିଥିଲି ଯେ ଜଣେ ବାପାଙ୍କର 4 ଜଣ ପୁଅ ଥିଲେ, ଆଉ ସେମାନେ କିଏ କାହା ସହିତ ମିଶୁନଥିଲେ। କିନ୍ତୁ ବାପା ନିଜର ମୃତ୍ୟୁ ପୂର୍ବରୁ ନିଜ ପୁଅଙ୍କୁ ଡାକିଲେ, ସମସ୍ତଙ୍କୁ ଗୋଟେ ଗୋଟେ କାଠି ଦେଲେ ଭାଙ୍ଗିବା ପାଇଁ। ସମସ୍ତେ ସହଜରେ ଭାଙ୍ଗିଦେଲେ। ତାପରେ ବାପା କ'ଣ କଲେ, ଗୋଟେ କାଠିର ଗୋଟେ ବଣ୍ଡଲ ଗୋଟେ ଆଣିଲେ, ଭାଙ୍ଗିବା ପାଇଁ କହିଲେ, କିନ୍ତୁ କୌଣସି ପୁଅ ଭାଙ୍ଗି ପାରିଲେ ନାହିଁ। ଆଉ ବାପା ସେମାନଙ୍କୁ ବୁଝେଇଲେ, ତୁମେ ଯଦି ମିଳିମିଶି ତୁମେ ରହିବ, ତୁମର ଏକତା ରହିବ, ତେବେ ତୁମର ଶକ୍ତି ତୁମର ବଢ଼ିଯିବ, ଆଉ ତୁମେ ଏତେ ଷ୍ଟ୍ରଙ୍ଗ ହେବ ଯେ ତୁମକୁ କେହି ମଧ୍ୟ ଭାଙ୍ଗି ପାରିବେ ନାହିଁ। ଆଜିର ଖ୍ରୀଷ୍ଟୀୟ ସମାଜରେ ପ୍ରିୟ ବନ୍ଧୁଗଣ, ଏହି ବିଷୟଟି ଅଭାବ ରହିଛି। ଆଉ ସେମାନେ କ'ଣ କରୁଛନ୍ତି, ପରସ୍ପର ସହିତ ଏମିତି ମାନେ ବିରୋଧ ମନୋଭାବ ରଖିକି ସେମାନେ ଅଲଗା ରହୁଛନ୍ତି। କିଏ କାହା ସହିତ ମିଶୁନି, ଇଏ ତା ଘରକୁ ଯିବନି, ସେ ତା ଘରକୁ ଯିବନି, ଏମିତି ଚାଲିଛି ଆଜିକାଲି। କିନ୍ତୁ ବର୍ତ୍ତମାନ ସମୟ ଆସିଛି, ଯେଉଁ ଖ୍ରୀଷ୍ଟ ବିରୋଧୀମାନେ ଯେଉଁ ପ୍ଲାନ୍ କରିଛନ୍ତି, ସେ ପ୍ଲାନ୍ରେ ଯଦି ଆପଣ ଚାହୁଁଛନ୍ତି ସେମାନେ ସଫଳ ନ ହୁଅନ୍ତୁ, ପ୍ରଥମେ ଆମକୁ ଏକାଠି ହେବାକୁ ପଡ଼ିବ। ପ୍ରଥମ ବିଷୟ
ଏବଂ ଦ୍ୱିତୀୟ ବିଷୟ ନିରନ୍ତର ପ୍ରାର୍ଥନା କରିବା। ଏଇଟା ମଧ୍ୟ ମଣ୍ଡଳୀ ଭିତରେ ଅଭାବ ଦେଖାଯାଏ। ମଣ୍ଡଳୀ ତ ନାଁକୁ ମଣ୍ଡଳୀ, ଅନେକ ମଣ୍ଡଳୀ ଅଛି ଯେଉଁମାନେ କେବଳ ରବିବାର ଦିନ ଗିର୍ଜା ଯିବେ, ମାନେ ଚର୍ଚ୍ଚ ଯିବେ, ଆଉ ଚର୍ଚ୍ଚ ସରିଗଲା, ବାକ୍ୟ ସରିଗଲା, ପୁଣି ନିଜ ନିଜ ଜଞ୍ଜାଳରେ ବ୍ୟସ୍ତ। ନା ନିଜର ବ୍ୟକ୍ତିଗତ ପ୍ରାର୍ଥନା ଜୀବନ ନାହିଁ, କି ନିଜର ବ୍ୟକ୍ତିଗତ ବାଇବେଲ ଅଧ୍ୟୟନରେ ଜୀବନ ନାହିଁ, କିଛି ନାହିଁ। ପ୍ରାର୍ଥନା କରିବେନି, ବାଇବେଲ ପଢ଼ିବେନି। ଆରେ ଭାଇମାନେ, ଆପଣ ଯଦି ପ୍ରାର୍ଥନାଶୀଳ ଜୀବନ କାଟିବେ ନାହିଁ, ଯଦି ପ୍ରତିଦିନ ଈଶ୍ୱରଙ୍କ ବାକ୍ୟ ପଢ଼ିବେ ନାହିଁ, ଆତ୍ମିକ ଆହାର ଯଦି ଖାଇବେ ନାହିଁ, ତାହେଲେ ଆପଣଙ୍କର କେମିତି ଶକ୍ତି ଆସିବ? ଆତ୍ମିକ ଶକ୍ତି। ସେଥିପାଇଁ ପ୍ରାର୍ଥନା ବର୍ତ୍ତମାନ ବହୁତ ଦରକାର। ଆପଣ ସମୟ ବାହାର କରିବାକୁ ପଡ଼ିବ ଆପଣଙ୍କୁ। ଆପଣ ହୁଏତ କହିପାରନ୍ତି ମୋ ପାଖରେ ଟାଇମ୍ ନାହିଁ, ସେମିତି କହିଲେ ହେବ ନାହିଁ। ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଯେଉଁଭଳି ପରିସ୍ଥିତି, ବର୍ତ୍ତମାନ ଓଡ଼ିଶାର ମାନେ ଆଜିକାର ଡେଟ୍ରେ ଯେଉଁ ପରିସ୍ଥିତି, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରାର୍ଥନାର ରହିବାକୁ ପଡ଼ିବ। ଉପବାସ ପ୍ରାର୍ଥନା କରନ୍ତୁ, ହୋଲ୍ ନାଇଟ୍ ପ୍ରେୟାର କରନ୍ତୁ, ବ୍ୟକ୍ତିଗତ ପ୍ରାର୍ଥନା କରନ୍ତୁ, ପ୍ରେୟାର ୱାକ୍ କରନ୍ତୁ, ଆଉ ମାଣ୍ଡଳିକ ଭାବରେ ପ୍ରାର୍ଥନା କରନ୍ତୁ। ଆଉ ପ୍ରତିଦିନ ବାକ୍ୟକୁ ଆପଣ ଧ୍ୟାନ କରନ୍ତୁ, ବାକ୍ୟ ଅଧ୍ୟୟନ କରନ୍ତୁ, ଏବଂ ପ୍ରତିଦିନ ଈଶ୍ୱରଙ୍କ ଠାରେ ନମ୍ର ହୁଅନ୍ତୁ ଏବଂ ମାଗନ୍ତୁ, ଶକ୍ତି ମାଗନ୍ତୁ ପରମେଶ୍ୱର ନିକଟରେ। ଆଜି ପର୍ଯ୍ୟନ୍ତ ଅନେକ ସମସ୍ୟା ପ୍ରଭୁ ସମାଧାନ କରିଛନ୍ତି। ଆପଣଙ୍କୁ ବି ପରମେଶ୍ୱର ଶକ୍ତି ଦେବେ। ସେଥିପାଇଁ ନିରନ୍ତର ପ୍ରାର୍ଥନା କରିବା ଆମର ଲକ୍ଷ୍ୟ। ସେଥିପାଇଁ ଥେସଲୋନିକ ମଣ୍ଡଳୀକୁ ପାଉଲ କହନ୍ତି, ନିରନ୍ତର ପ୍ରାର୍ଥନା କର। ସବୁ ସମୟରେ ଯେତେବେଳେ ସମୟ ମିଳୁଛି ପ୍ରାର୍ଥନା କରନ୍ତୁ। ତାପରେ ତୃତୀୟ ବିଷୟ ହେଉଛି, এই ତପି ମିଶ୍ରଙ୍କ ପରି ଲୋକମାନଙ୍କୁ ପ୍ରମୋଟ ନ କରୁ। ତେବେ ଏଇଟା ଏବେ ମୁଁ ବୁଝିପାରୁଛି ଯେ ଆମେ ତପି ମିଶ୍ରକୁ କେମିତି ପ୍ରମୋସନ୍ କରୁଛୁ। ଆମେ ଯେତେବେଳେ ତପି ମିଶ୍ର ବିଷୟରେ ଭିଡ଼ିଓ ବନାଉଛୁ, ସେତେବେଳେ ସେ ଭିଡ଼ିଓକୁ ହଜାର ହଜାର ଲକ୍ଷ ଲକ୍ଷ ଲୋକମାନେ ଦେଖୁଛନ୍ତି। ସେମାନେ ତପି ମିଶ୍ରକୁ ଜାଣୁଛନ୍ତି। ଆଉ ଯେଉଁ ବିରୋଧୀମାନେ ଦୂର ଦୂରାନ୍ତରେ ଅଛନ୍ତି, ସେମାନେ ବି ଜାଣୁଛନ୍ତି ଯେ ହଁ, ତପି ମିଶ୍ର ନାଁରେ ଜଣେ ଅଛି, ସେ ହେଉଛି ଆମ କାଟାଗୋରୀର ଲୋକ। ସେମାନେ କ'ଣ କରିବେ? ତପି ମିଶ୍ର ସହିତ ସମ୍ପର୍କ କରିବେ, ତା ସହିତ ମିଶିବେ। ତେବେ ବହୁତ ବଡ଼ ପ୍ଲାନିଂ ରହିଅଛି। ତାଙ୍କର ୟୁଟ୍ୟୁବ୍ ନ ଦେଖୁ। ପ୍ରିୟ ବନ୍ଧୁ, କ'ଣ ଏଇଟା ମୁଁ ବି କରୁଥିଲି। ତପି ଟକ୍ ନାମରେ ଯେଉଁ ତପି ମିଶ୍ର ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛି, ମୁଁ ବି ବେଳେବେଳେ ତା ଭିଡ଼ିଓ ଗୁଡ଼ିକ ଦେଖେ। ଆଉ ଯେଉଁ ଭିଡ଼ିଓ ଗୁଡ଼ିକରେ ସେ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ମାନେ ପ୍ରମାଣ ନ ଥାଇ କଥାବାର୍ତ୍ତା କରେ, ମାନେ ଯୁକ୍ତିବିହୀନ କଥାବାର୍ତ୍ତା ଗୁଡ଼ିକ କରେ। ଆଉ ମୋ ବିରୁଦ୍ଧରେ, ମୋର ଚ୍ୟାନେଲ୍ ବିରୁଦ୍ଧରେ, କେବଳ ମୁଁ ନୁହେଁ, ଆମର ଲିଙ୍ଗରାଜ ଭାଇ ଅଛନ୍ତି, ତାଙ୍କର ଚ୍ୟାନେଲ୍ ବିରୁଦ୍ଧରେ, ତାପରେ ଆମର ମିନିଷ୍ଟ୍ରି ଅଫ୍ ଓଡ଼ିଶା ଗୋଟେ ଚ୍ୟାନେଲ୍ ଅଛି, ତାଙ୍କ ବିରୁଦ୍ଧରେ, ଏପରି 4-5ଟି ଚ୍ୟାନେଲ୍ ବିରୁଦ୍ଧରେ ସେ କ'ଣ କରିଛନ୍ତି? କଥାବାର୍ତ୍ତା କରି ଧମକ ଦେଇଛନ୍ତି। ଅବଶ୍ୟ ଆମେ ଧମକ ଡରୁନାହୁଁ, ଆମେ କାହାର ଧମକ ଡରିବା ଲୋକ ନୁହେଁ। କିନ୍ତୁ ଗୋଟେ ବିଷୟ ହେଉଛି, ଆମେ ଚାହୁଁଛୁ ଏ କଣ୍ଟ୍ରୋଭର୍ସି ସରିଯାଉ, ମାନେ ସମାପ୍ତ ହୋଇଯାଉ। ଆପଣ ତ ଜାଣିଛନ୍ତି, ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଯେଉଁମାନେ ଅଛନ୍ତି, ସେମାନେ ହେଉଛନ୍ତି ଶାନ୍ତିପ୍ରିୟ ଲୋକମାନେ। ସେମାନେ ଚାହିଁବେନି କାହାକୁ ପିଟିବା, ମାରିବା, କେଉଁଠି ଝଗଡ଼ା କରିବା। ଆଜି ପର୍ଯ୍ୟନ୍ତ ଆପଣ ଦେଖନ୍ତୁ, ମାନେ ଯେତେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଅଛନ୍ତି, ମାନେ ଯେଉଁଠି ବି ଗଣ୍ଡଗୋଳ ହେଇଛି, ସେମାନେ ଚାହିଁଛନ୍ତି ମାନେ এই ଗଣ୍ଡଗୋଳ କେମିତି ସରିଯାଉ, ଏ ସମସ୍ୟା କେମିତି ସରିଯାଉ, ସମସ୍ତେ ମିଳିମିଶି ରୁହନ୍ତୁ, ଶାନ୍ତିରେ ରୁହନ୍ତୁ। ଖ୍ରୀଷ୍ଟୀୟ ସମାଜ ଏହା ଚାହୁଁଛି, କିନ୍ତୁ ତପି ମିଶ୍ର ସେଟା ଚାହୁଁନାହିଁ। ତପି ମିଶ୍ର ଚାହୁଁଛି ଦଙ୍ଗା ହେଉ, ଆହୁରି ଲୋକମାନେ ମରନ୍ତୁ, ଖ୍ରୀଷ୍ଟିଆନ ଲୋକମାନଙ୍କୁ ପିଟା ଯାଉ, ମରାଯାଉ, ଏ ସମସ୍ତ ବିଷୟ ସେ ଚାହୁଁଛି। ତେବେ ପ୍ରିୟ ବନ୍ଧୁଗଣ, ବାସ୍ତବରେ ସତ କଥା, ତାଙ୍କର ୟୁଟ୍ୟୁବ୍ ଆମେ ନ ଦେଖିବା। ଆଉ ୟୁଟ୍ୟୁବ୍ ଆମେ ଦେଖିଲେ କ'ଣ ହେବ ଜାଣିଛନ୍ତି? ଆମେ ଯେତେବେଳେ ଖ୍ରୀଷ୍ଟିଆନ ଲୋକମାନେ ତାଙ୍କ ୟୁଟ୍ୟୁବ୍କୁ ଦେଖିବା, ସେତେବେଳେ ୟୁଟ୍ୟୁବ୍ ଭାବିବ ଯେ ଏଇ ଭିଡ଼ିଓ ହେଉଛି ସବୁଠୁ ଭଲ। ଯଦି ଆପଣ ଜଣେ ମାନେ ୟୁଟ୍ୟୁବର ଯଦି ନୁହନ୍ତି, ଆପଣ ୟୁଟ୍ୟୁବ୍ରେ ଯଦି କାମ କରୁନାହାନ୍ତି, କେବଳ ଯଦି ଆପଣ ୟୁଟ୍ୟୁବ୍ରେ ଭିଡ଼ିଓ ଦେଖୁଛନ୍ତି, ତେବେ ହୁଏତ ଆପଣ ଜାଣିନଥିବେ ୟୁଟ୍ୟୁବ୍ର ପଲିସି ଗୁଡ଼ିକ କ'ଣ। କାରଣ ମୁଁ ହେଇଗଲାଣି 2 ବର୍ଷ ପ୍ଲସ୍, ମାନେ 3 ବର୍ଷ ହେଇଯିବ ମୁଁ କାମ କରିଛି ୟୁଟ୍ୟୁବ୍ରେ। ମୋର ପ୍ରଥମେ ମୁଁ ଚ୍ୟାନେଲ୍ ତିଆରି କଲି ହିନ୍ଦୀରେ, ତା ନାଁ ହେଉଛି ବିବ୍ଲିକାଲ୍ ଟ୍ରିଟମେଣ୍ଟ। ଆପଣ
यूट्यूब रे जाइए सर्च करें मोर हिंदी चैनल यहाँ हूँ मोर प्रथम चैनल मु किसी जान नथिले किंतु सही पर ठारू जेहेतु मु रेगुलर मु काम करुच्ची अनेक विषय मु जानी यूट्यूब विषय आ यूट्यूब रो स्पेशल कोर्स भी मु करेछि यूट्यूब चैनल केमती खोलिबो केमती वीडियो तैयारी करिबो केमती एडिटिंग करिबो आ केमती थंबनेल तैयारी करिबो सेथिपई मते अनेक विषय मते जणा जते बेले आपण माने वीडियो आपण देखिबे आपण जते ख्रिस्टियन लोक माने विशेष करे छंती मो समान को विषय कहूँ जदि आपण गोटे यूट्यूब गोटे वीडियो को आपण देखते धर बेसी लोक देखिले यूट्यूब कौन भाव जानी यूट्यूब पाखक मेसेज जीव जे यही वीडियो को एतिक लोक देखी एतिक मिलियन लोक देखी एतिक हजार लोक देखी माने अल्प समय भितर अधिक लोक देखी माने यही वीडियोटा हूँ बहुत बढ़िया तबे यूट्यूब कौन करिवो से वीडियो को आहुरी लोक मान पहुँचब धर धर 100 जन देखिले यूट्यूब को लगिला जे ये वीडियो को अनेक लोक देखुं 100 जन रु धर जाऊ 60 जन देखिले यूट्यूब कौन करिवो ए वीडियो को पुणी 1000 जन को पाक पठेइबो पुणी सेमाने जदि वीडियो को देखिले ताले यूट्यूब कौन करिवो से वीडियो को आहुरी 10,000 जन को पठेइबो वर्तमान एटा होची यूट्यूब रे पॉलिसी तेणु प्रिय बंधुगण आमे जदि तपी मिश्रर यूट्यूब जदि आमे देखिबा नाही तबे आमे तार यूट्यूब चैनल को आमे प्रमोशन करिबा नाही तबे अन्य माने देखंतु हिंदू लोक माने देखंतु नो प्रॉब्लम से माने ये करंतु तबे तपी मिश्र ख्रिस्टियन लोक मान के विरुद्ध रे काहे कहउछ आपण जानि चंते प्रथम विषय होची तार तो गोटे घृणा भावना अछि तार इच्छा जे मोर यूट्यूब को समस्त देखंतु ख्रिस्टियन देखो हिंदू देखो समस्त देखंतु एवं एई माध्यम रे मो यूट्यूब चैनल प्रमोशन हो अधिक लोकों पाखु जाओ सेथिपई से माने देखंती सेथिपई मोर विशेष अनुरोध आज ठारू तपी टॉक आउट ऑफ द सोशल टॉक दीटा चैनल रे थिवा वीडियो को आपण टोटल देखिबे नाही मु आपन को अनुरोध करू अछि आ ए वीडियो को आपण शेयर करंतु अन्य मान पाखु एवं अन्य को मध्य आपण अनुरोध करंतु जे आज ठारू तपी टॉक आउट ऑफ द सोशल टॉक ए दीटा चैनल को आज ठारू केही मत देखिबे नाही मो मध्य आज ठारू देखिया मु छाड़ देबी तपी टॉक आ सोशल टॉक अवश्य आपण को सामना को आसीबो से वीडियो गुडा तपी टॉक रो किंतु आपण से वीडियो को न देखंतु देखिबे नै तापर परवर्ती विषय होची कौन से ग्रुप रे शेयर न करू आपण जदि केबे का ग्रुप रे शेयर कर देई चंती दयाकर जानतु से वीडियो को डिलीट करंतु आपण से वीडियो को विशेष करी आम वीडियो कथा मु कहू नाही तपी मिश्र तपी टॉक स्पेशल तार वीडियो को जदि आपण देखु केबे शेयर करिचंती का पाखु तो से वीडियो को डिलीट करंतु जदि आपण भूल भी सब्सक्राइब कर देई चंती ताको ऑन सब्सक्राइब करंतु ता चैनल को एमती करिया फल कौन हम जानी चंती बेसी लोक पाखु तार वीडियो जीव नाही तबे प्रिय बंधुगण आउ गोटे कथा आपन कहि दउची आपण भाबुथिबे तपी टॉक ए जो यूट्यूब चैनल जो वीडियो अछि ताको ओडिशा लोक माने देखुछन आपण भाबुथिबे ठीक अछि एटा ठीक कथा किंतु आपण जानि कि आश्चर्य हेबे ए तपी टॉक रो जते वीडियो माने हमरो ओडिशा बाहर भी ख्रिस्टियन लोक माने देखुछन्ते आ समान भी तपी मिश्र विरुद्ध रे समान वीडियो तैयारी करि सारलानी आ समान आम ठारो आहुरी भलो रिप्लाई दैचन्ते जदि तपी मिश्र से वीडियो को जब देखिथिबो केबे तार बुद्धि पूरा अंधार हे जिवो समान एमिति रिप्लाई दैचन्ते दुईटी चैनल अछि गुटे होछि लाइट ऑफ गॉड अपोलोजेटिक्स आउ होछि आस गंग टीवी आमर अछि आशीष भाई असंती नेपाल रो सी तैयारी करिसंती तपी टॉक ताको रिप्लाई दैचंती बहुत बढ़िया रिप्लाई दैचंती आपण जाई देखि परिबे ताको चैनल रे तपी टॉक को आ तपी टॉक आ तपी मिश्र जहाँ भी किसी माने स्टेटमेंट देजी ख्रिस्टियन मान को विरुद्ध रे
ଯୀଶୁଙ୍କ ବିରୁଦ୍ଧରେ ବାଇବେଲକୁ ନେଇକି ଯେଉଁ ଫଲ୍ସ ମାନେ ଭୁଲ ଷ୍ଟେଟମେଣ୍ଟ ସବୁ ଦେଇଛି ତାକୁ କେମିତି ସେ ଖଣ୍ଡନ କରିଛନ୍ତି। ବହୁତ ବଢ଼ିଆ, ମଜା ଆସିଯିବ, ଆପଣ ଦେଖିପାରିବେ। ତେବେ ମୁଁ କହୁଛି ଆପଣ ତାଙ୍କ ଭିଡ଼ିଓକୁ ଦେଖନ୍ତୁ, କିନ୍ତୁ ଆପଣ ପ୍ରମୋଟ ନ କରନ୍ତୁ। ଆଉ ଆମର ଓଡ଼ିଶା ବାହାରକୁ ବି ଭିଡ଼ିଓ ଗଲାନି ଟପିକ୍ ଟକ୍ର, ସେମାନେ ବି ଦେଖିଲେନି। ଏମିତି ଭାବରେ ତାର ଚ୍ୟାନେଲ୍ ପ୍ରମୋସନ୍ ହେଉଛି, ତା ଭିଡ଼ିଓ ପ୍ରମୋସନ୍ ହେଉଛି। এইটা হচ্ছে আরএসএস মানଙ୍କର ଗୋଟେ হচ্ছে ପ୍ଲାନ୍। ଏ ତପି ଦେଇକି ସେମାନେ କ'ଣ କରିବେ, ଆହୁରି ବଡ଼ ବଡ଼ ଲୋକମାନଙ୍କୁ, ବଡ଼ ବଡ଼ ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ ସେମାନେ ଏକାଠି କରିବେ। ଏକାଠି କରିକି ସେମାନେ କ'ଣ କରିବେ, ରାଜନୀତି କରିବେ ଧର୍ମ ନାଁରେ। ଏଇଟା ମେସେଜ୍ ଆସିଛି। ଦୟାକରି ଏଇ ମେସେଜକୁ ଆପଣ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ। ବହୁତ ଗୁରୁତ୍ୱପୂର୍ଣ୍ଣ ମେସେଜ୍, ଆପଣ ସେୟାର କରିବେ। ମୋର ବିନମ୍ର ଅନୁରୋଧ, ବିଶେଷ କରି ମୁଁ ଆଶା କରୁଛି ମଧ୍ୟ ଆପଣ ନିଶ୍ଚୟ ସେୟାର କରିବେ এই ମେସେଜକୁ। ଆପଣ এই ଭିଡ଼ିଓକୁ ସେୟାର କରନ୍ତୁ। ନହେଲେ ଆପଣ ଯଦି ହୁଏତ ଭାବୁଛନ୍ତି ମୁଁ ମୋ ଚ୍ୟାନେଲକୁ ପ୍ରମୋସନ୍ କରିବା ପାଇଁ କହୁଛି ଭିଡ଼ିଓକୁ ସେୟାର କରନ୍ତୁ, ତେବେ ଠିକ୍ ଅଛି, ଭିଡ଼ିଓକୁ ସେୟାର ନ କରିକି ମୁଁ ଯାହା ଯାହା କହିଲି ଆପଣ ଫୋନ୍ କରିକି ଜଣ ଜଣ ପାଖକୁ ଆପଣ ଫୋନ୍ କରିବେ। ଆପଣ ଯେତେ ରିଲେଟିଭ୍ ଅଛନ୍ତି ଆଉ ସେମାନଙ୍କୁ ଫୋନ୍ କରିକି ଜଣାନ୍ତୁ ଯେ ହଁ ଏମିତି ଗୋଟେ ଖବର ବର୍ତ୍ତମାନ ଆସିଛି ସାମ୍ନାକୁ। ବହୁତ ଡେଞ୍ଜର ଅଟେ, କିନ୍ତୁ ଆମ ପାଇଁ ଡେଞ୍ଜର ନାହିଁ, କାରଣ ଆମେ ହେଉଛୁ ପ୍ରଭୁଙ୍କର ଲୋକମାନେ। କିନ୍ତୁ ଆମେ ଚାହୁଁଛୁ ତପି ମିଶ୍ର ବିବାଦ ବନ୍ଦ ହେଉ, ତାର ଚ୍ୟାନେଲ୍ ଆହୁରି ଅଧିକ ମାତ୍ରାରେ ପ୍ରମୋସନ୍ ନ ହେଉ। ତେବେ ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ଆଉ ପୁଣି ଥରେ ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।